ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍ କମ୍ପାନୀ ଫ୍ୟାକ୍ଟ୍ରି ଭିତରେ ଶ୍ରମିକଙ୍କ ଅକାଳ ବିୟୋଗ। ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହରରେ ସ୍ଥାପିତ ହୋଇଥିବା ଡାଲମିଆ ଭାରତ ସିମେଣ୍ଟ ଲିମିଟେଡ୍ ଫ୍ୟାକ୍ଟ୍ରି ଭିତରେ ଆଜି ଅପରାହ୍ନ 1ଟାରେ ସନାଖାନ କୁଟନିଆ ଅଞ୍ଚଳର ଶ୍ରମିକ ଭାବେ କାର୍ଯ୍ୟରତ ଚନ୍ଦ୍ରା ମିଞ୍ଜଙ୍କ ରେଲୱେ ବାଗାନ ସାଇଟ୍ରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କ ମୃତଦେହକୁ ରାଉରକେଲାସ୍ଥିତ ଆର୍ଜିଏଚ୍ ହସ୍ପିଟାଲକୁ ଚିକିତ୍ସା କରିବା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ପରିବାର ଲୋକଙ୍କୁ ସୂଚନା ପାଖାପାଖି 2ଟାରେ ଦେଇଥିଲେ। ଖବର ପାଇ ଗାଁ ଲୋକେ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚି ବାସ୍ତବିକ ଘଟଣା ବିଷୟରେ ଅବଗତ ହୋଇଥିଲେ। ଖବର ପାଇ ତାଙ୍କ ପରିବାରବର୍ଗ ଏବଂ ଗ୍ରାମବାସୀ ବହୁ ସଂଖ୍ୟାରେ ମୁଖ୍ୟ ଫାଟକ ନିକଟରେ ଧାରଣା ଦେଇଥିଲେ। ଧାରଣାସ୍ଥଳରେ କମ୍ପାନୀ ପକ୍ଷରୁ କୌଣସି ପଦାଧିକାରୀ ଉପସ୍ଥିତ ରହିନଥିଲେ। ଧାରଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ରାଜଗାଙ୍ଗପୁର ତହସିଲଦାର ଜଗବନ୍ଧୁ ମଲ୍ଲିକ ଆସି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶ୍ରମିକ ମୃତ୍ୟୁବରଣ କରିଛି ବୋଲି ସୂଚନା ଦେଇଥିଲେ। କମ୍ପାନୀର ନିୟମ ଅନୁଯାୟୀ ମୃତକଙ୍କ ପରିଜନକୁ ଅନୁକମ୍ପା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ। ଧାରଣାସ୍ଥଳରେ ଉପସ୍ଥିତ କମ୍ପାନୀ ଅଫିସର ମିଡିଆଙ୍କ ଆଗରେ କିଛି କହିବାକୁ ସ୍ପଷ୍ଟ ଭାବେ ମନା କରି ଖସିଯିବାକୁ ଉଦ୍ୟମ କରିଥିଲେ। ଖବର ଲେଖା ପର୍ଯ୍ୟନ୍ତ ମୃତଦେହ ରାଉରକେଲାରୁ ଅଣାଯାଇ ନଥିଲା। ଧାରଣାସ୍ଥଳରେ ଲୋକଙ୍କ ଉଗ୍ର ଧାରଣା ବହୁ ସଂଖ୍ୟା ଲୋକଙ୍କ ଉପସ୍ଥିତ ଦେଖାଦେଇଛି। ମୁଁ ଯାହା ଖବର ପାଇକି ଆସିଲି ବର୍ତ୍ତମାନ ସୁନ୍ଦରଗଡ଼ ମିଟିଂ ଥିଲା ମୁଁ ଜଷ୍ଟ ପ୍ରସିଡ୍ କଲି ସ୍ପଟ୍ରେ ଦେଖିଲି ଜଣେ ଯାହା ଡାଲମିଆ ତରଫରୁ ଖବର ନିଆଗଲା ସେଥିରେ ଜଣେ ହେଉଛି ଚନ୍ଦ୍ର ମିଞ୍ଜ କୋଟିନିଆ ସେ ରେଲୱେ ବାଗାନରେ କାମ କରୁଥିଲେ ତାଙ୍କର ନିୟର ଆବାଉଟ୍ 1:30 ପାଖାପାଖି ଆଜି ତାଙ୍କର ଡେଥ୍ ହେଇଯାଇଛି ଆଉ ତାଙ୍କୁ ହସ୍ପିଟାଲ ନିଆଯାଇଛି ରାଉରକେଲାକୁ ନିଆଯାଇଛି ଆଉ ବର୍ତ୍ତମାନ ତାଙ୍କର ରିଲେଟିଭ୍ ମାନେ ଆସିଛନ୍ତି ତାଙ୍କ ସହିତ ଡିସ୍କସନ୍ ହେବ। ଦେଖନ୍ତୁ ଦୁର୍ଭାଗ୍ୟ କଥା ଅଛି ଚନ୍ଦ୍ରମିଞ୍ଜ ଖବର ଯାହା ପାଇଛୁ ଆମେ ଚନ୍ଦ୍ରମିଞ୍ଜ ଆମର କୁଟୁନିଆ ପଞ୍ଚାୟତର ଲୋକ ଦୀର୍ଘ ଦିନରୁ ଓସିଏଲ୍ ଏଇଠି କାମ କରୁଥିଲା ତାଙ୍କର ସେଫ୍ଟିର ଅଭାବ ହେଇପାରେ ଏବଂ କମ୍ପାନୀର ଯାହା ବି ଏସ୍ଓପି ଅଛି ତାର ଚୁକ୍ ହେଇପାରେ ସେଥିପାଇଁ ଘଟଣା ବାରମ୍ବାର ଗୋଟେ କଥା ନାହିଁ ଆମେ ଦେଖିଛୁ ଏଇ ବାରମ୍ବାର ଏଇ ଘଟଣାଟା ଘଟୁଛି ଏହା ଦୁର୍ଭାଗ୍ୟ ଏବଂ ପରିବାର ବର୍ଗ ଆଜି ହତାଶ ନିରାଶ ହେଇଛନ୍ତି ତାଙ୍କର ମେସେଜକୁ ନେଇଛନ୍ତି ରାଉରକେଲା ତାର ମା ଅଛି ଓସିଏଲ୍ ଗେଟ୍ ପାଖରେ ଧାରଣା ଦେଉଛନ୍ତି ଏହା କହିବାକୁ ଗଲେ कंपनी एपर्यंत कथबार्ता करनी कौन तार व्यवस्था करिछि लोक केमती मला कौन स्पष्टीकरण कौन अधिकारी एपर्यंत आसी ना ए पर्यंत कहि पारु नाहंती ई प्रकार घटना घटुछि यहाँ आम न्याय परिवार न्याय एवं चंद्रमिंद्र न्याय आम आसीचु। विष्णु किसान आज जो ओसेल रे दुखद खबर मु शुणी पाइली तापर मु आसीछि एठी एवं मु चिंता करुछि ओसेल तापई उचित क्षतिपूरण देवार कथा एवं से परिवार पई चाकरी देवार कथा एवं छोट छुआटे अच्छी तार पाठ पढ़ेबारे कंपनी सहयोग करवार कथा मोर या दाबी अछि। कंपनी वाला काना कहउछन पुओ के कते बेले आनियो बोटे के नाम में के नहीं लाल गल का नहीं छ मुई मानू छे लेकिन बोटे के नाम में के नहीं बोटे कह एते एरिया ने डॉक्टर अच्छा के नहीं काहे जलाल गला नेले घटना हैला खबर दैथिले नहीं खबर नहीं जानी नहीं 2 बजे खबर दै 2 बजे 1 बजे खबर हेंता